ନିଜର ମାଟିର ମାକେ ଇଂରେଜମାନଙ୍କନୁ ମୁକ୍ଲାବାର୍ ଲାଗି ଯେନ୍ ବୀର ଶହୀଦମାନେ ଦୁଃଖ କଷ୍ଟ ଅତ୍ୟାଚାର ସହିଛନ୍ ଭାବିଦେଲେ ଆଜି ଦିହି ଶିଥେଇ ଯାଏସି। ସେନ୍ତା ଗୋଟେ ଲେଖା କଲା ପାନି କଲା ଅନ୍ଧାରେ ହଟେଇସି, କଲା ପାନି କଲା ଅନ୍ଧାରେ ହଟେଇସି। ଇଟାକେ ଲେଖିଛନ୍ ଘେଁସୁନୁ ଅଶୋକ କୁମାର ପୂଜାରୀ ଭାଇ। ଆସୁନ୍ ଶୁନ୍ମା। ଆଣ୍ଡାମାନ ନିକୋବରର ଗୋଟେ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ ହେଉଛି ରସ୍ ଆଇଲ୍ୟାଣ୍ଡ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ବୋଲି ଆଏଜକାଏଲ୍ ତାହାକେ ନୂଆ ନାଁ ଦିଆହେଇଛି। ପୋର୍ଟ ବ୍ଲେୟାର ବନ୍ଦରର ଠିକ୍ ମୁହୁଁଟିନ୍ ଥିବା ଏ ଦ୍ୱୀପଟା ଇଛେନ୍ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବନିଯାଇଛି। ଫି ଦିନ ହଜାର ହଜାର ପର୍ଯ୍ୟଟକ ଇତାର ରୂପକେ ରସକେ ଆର୍ ଗନ୍କେ ଭୁଗବାର୍ ଲାଗି ଦେଶ ବିଦେଶୁ ଛୁଟି ଆଏସନ୍। ହେଲେ ହେ ମାଟିର ଧୂଳି ସାନି ହେଇଥିବାର ଝାଲ ତାର ପବନେ ଭାସୁଥିବା ଆର୍ତ ଚିତ୍କାର ଆକାଶେ ଝଲମଲ ହଗିରି ଛଲ ଛଲ ଆଏଁକ ଆର୍ ସମୁଦ୍ର ନୁନିଆ ପାନି ଗୁଡ଼ି ହେଇଥିବାର ଲାଲ ଟହଟହ ରକତକି କିଏ ଦେଖସି? କିଏ କେବେ ଚେଷ୍ଟା କରସି ସେ ଚିତ୍କାରକେ ଥରେ ଶୁଣବାର୍ ଲାଗି? ଆଣ୍ଡାମାନ ଇଂରେଜମାନଙ୍କର ଦଖଲକେ ଆଇଲା ପରେ ପୋର୍ଟ ବ୍ଲେୟାର ବନ୍ଦରର ସୁରକ୍ଷା ଲାଗି ଏ ଟାପୁକେ ବାଛିଥିଲେ ସର୍ଭେୟର ଡାନିଏଲ ରସ୍। ତାଙ୍କର ନାଁ ଅନୁସାରେ ଟାପୁର ନାଁ ବି ଦିଆହେଇଛି। କ୍ୟାପ୍ଟେନ୍ ଆର୍କବଲ୍ଟ ବ୍ଲେୟାରର ଦାୟିତ୍ୱରେ ଏ ଟାପୁକେ ଦଣ୍ଡବିଧାନ କେନ୍ଦ୍ର ହିସାବେ ଗଢ଼ାଯାଇଥିଲା। 1799 ଖ୍ରୀଷ୍ଟାବ୍ଦରେ ଭିନ୍ନ ଭିନ୍ନ କାରଣ ଲାଗି ଆଣ୍ଡାମାନର ଦଣ୍ଡବିଧାନ କେନ୍ଦ୍ରକେ ଇଂରେଜମାନେ ଖାପି ଦେଇଥିଲେ। 60 ବରଷ ପରେ ଭାରତର ପହଲା ସ୍ୱାଧୀନତା ସଂଗ୍ରାମ ଇଂରେଜମାନଙ୍କୁ ବାଧ୍ୟ କଲା ସେ ଦ୍ୱୀପକେ ଫେର୍ ଘାଏ ବ୍ୟବହାର କରବାର୍ ଲାଗି। ତାକର ହିସାବେ ଯେନ୍ମାନେ ଭୟାନକ ଅପରାଧୀ ଥିଲେ ସେମାନଙ୍କୁ ସେନ୍କେ ପଠା ହେଉଥିଲା। ବିଦ୍ରୋହୀମାନଙ୍କୁ ମନମାନ୍ୟ ଦଣ୍ଡିତ କରବାର ଦାୟିତ୍ୱ ଦିଆଗଲା ସୁପରିଟେଣ୍ଡେଣ୍ଟ ଡକ୍ଟର ଜେମ୍ସ ୱାକରକେ। 1942 ସାଲେ ଜାପାନର ଅଧିକାରକେ ଏବାର ତକ୍ ରସ୍ ଆଇଲ୍ୟାଣ୍ଡ ସେ କେନ୍ଦ୍ରର ମୁଖ୍ୟାଳୟ ହେଇକରି ରହିଥିଲା। ରସ୍ ଆଇଲ୍ୟାଣ୍ଡକେ ବନାବାରଟା କେତେ ନାଇଁ କେତେ କଡ଼ା କାମ ଥିଲା। ବଢ଼େ ଯାବାର ଗଛମାନେ ଏତେ ଲଗାଲଗି ହେଇଥିଲେ ଯେ ତାହାକେ କାଟି କରି ତଳେ ପକାଇ ନାଇଁ ହେଉଥାଇ। ଯେନ୍ ହାତର ବନ୍ଧୁକନୁ ଗୁଲି ଫୁଟି କରି ଇଂରେଜମାନଙ୍କର ଖୁପଲି ଉଡ଼ି ଯାଉଥିଲା ସେ ହାତ ଟଙ୍ଗେଇ ଧରି ଶହ ଶହ ବର୍ଷ ଜୁନା ଗଛ କାଟୁଥିଲା ଆର୍ ଚତରଉଥିଲା। ନାଦିଆର ବିପ୍ଳବୀ ନିରଞ୍ଜନ ସିଂ ଦିହର ଆର୍ ମନର ଯନ୍ତ୍ରଣା ସହି ନାଇଁ ପାରି ଆତ୍ମହତ୍ୟା କରିଦେଇଥିଲେ। ଦିନାପୁରର ବିଦ୍ରୋହ ନାରାୟଣ କ୍ୟାମ୍ପନୁ ଲୁକି କରି ଭାଗୁଥିଲା ବେଲକେ ଧରା ପଡ଼ି ଗୁଲି ଖାଇ ମଲେ। ଆମର ସ୍ୱାଧୀନତା ଆନ୍ଦୋଳନର ମହାନାୟକମାନଙ୍କୁ ଯେନ୍ ପ୍ରକାର ଅତ୍ୟାଚାର ଦିଆଯାଉଥିଲା ସେଟା ମରଣନୁ ବି ଭୟଙ୍କର। ଦିହି ଭୁରଭୁରେଇ ଦେଲା ମେଟା ଥିଲା। ଦେଶ ଭିତର ବିଦ୍ରୋହକେ ଦବାର୍ ଲାଗି ଯେନ୍ ଅଫିସରମାନେ ଅସଥାଲି ହୋଇ ସାରିଥିଲେ ସେମାନଙ୍କୁ ରସ୍ ଆଇଲ୍ୟାଣ୍ଡରେ ନିଯୁକ୍ତି ଦିଆହେଉଥିଲା। ସେଥିର୍ଲାଗି ସେମାନେ ସବୁଯାକର ରାଗ ସଂଗ୍ରାମୀମାନଙ୍କର ଉପରେ ସୁଝଉଥିଲେ। ରେଙ୍ଗୁନ କୋଲକାତା ଆର୍ କରାଚି ବାଟୁ ସଂଗ୍ରାମୀମାନଙ୍କୁ ଦଲ ଦଲ କରି ଆଣ୍ଡାମାନକେ ବୁହା ହେଉଥିଲା। ପଶୁଜନ୍ତୁକୁ ବୁହା ହେଲା ମେତାର। ବିଦ୍ରୋହ କାଳ ଭିତରେ ଯେନ୍ମାନଙ୍କୁ ସବୁନୁ ବଡ଼ ଅପରାଧୀ ଲିଷ୍ଟରେ ରଖୁଥିଲେ ସେମାନଙ୍କୁ କଳାପେନ୍ ପଠାଉଥିଲେ। ଓଡ଼ିଶାର ଗୌରବ ଘେଁସ ଜମିଦାର ହଟେ ସିଂଙ୍କର ସାଙ୍ଗେ ଯେନ୍ ବିପ୍ଳବୀମାନଙ୍କୁ ଗୋଟିଏ ଦଳରେ ପଠାଯାଉଥିଲା ସେମାନେ ହେଲେ ଆଲାମ ଫଜଲ ହକ୍, ମୁସାଇ ସିଂ, ବାହାଦୁର ସିଂ, ଭୀମା ନାୟକ, ଗର୍ବଦାସ ପଟେଲ, ମୌଲବୀ ଲିଆକତ ଅଲ୍ଲୀ, ହିମାଚଳ ସିଂ ଆର୍ ତାକର ପୁଅ କୁରା ସିଂ, ମାୟାରାମ ଜବାହର ସିଂ, अहमेदुल्ला, गणेश गोखले, याहा अल्ली, भेंकट राव, सैयद अलाउद्दीन, महाराज ब्रजकिशोर सिंहदेव, मोहम्मद इस्माइल हुसैन
আর জাফর স্থানেশ্বরী। ଭାରତର ପହିଲା ସ୍ୱାଧୀନତା ସଂଗ୍ରାମ ବେଲେ କଳା ପାଇଁ ସଜା ଦିଆହେଇଥିବାର ଏକଲା ସଂଗ୍ରାମୀ ହେଉଛନ୍ ହଟେ ସିଂ। ବିନା କେନ୍ସି ପ୍ରସ୍ତୁତି କରି ବିପ୍ଳବୀମାନଙ୍କୁ ସେନ୍କେ ପଠାଇ ଦିଆଯାଉଥିଲା ଗଧ ଘୁଷା ମେତାର। ସେମାନେ ପହଞ୍ଚିବାର ପରେ ଦିନ ଦିନ ଧରି ଖାଇବାର ପିଇବାର କି ରହିବାର କେନ୍ସି ବ୍ୟବସ୍ଥା କରା ନେଇ ହେଉଥାଇ। ବର୍ଷା ମାସେ ଝୋ ଝୋ ବର୍ଷା ଆର୍ ଘିଡ଼ ଘିଡ଼ ଚଡ଼କ ଥି ବି ଭଟେ ପଡ଼ି ରହୁଥିଲେ। ମାଟିର ଛୋଟ ଛୋଟ ଝୁପଡ଼ିମାନଙ୍କୁ ଶହ ଶହ କଏଦକୁ ଠେଲି ଦେଉଥିଲେ। ଯୋଡ଼ି ଯୋଡ଼ି ଗୁଟେ ଗୁଟେ ହ୍ୟାଣ୍ଡକପ୍ ଥି ବାନ୍ଧି ଦିଆ ହେଉଥିଲା, ଯେନ୍ଟା ଆର୍ କେବେ ଖୋଲା ନାଇଁ ହେଉଥାଏ। ଯେନ୍ମାନଙ୍କୁ ଜହ ରାଗ ରଖୁଥିଲେ ସେମାନଙ୍କୁ ସମୁଦ୍ର ଖଏଁଡ଼କେ ନେଇକରି ଲାଇନେ ଠିଆ କରାହେଉଥିଲା। ହାତର କଡ଼ା ଭିତରେ ଗୋଟେ ଲମ୍ବା ଲୁହା ରଡ଼ ଛିଙ୍ଗଲେଇ କରି ବାନ୍ଧି ଦିଆଯାଉଥିଲା ଦିନଭର। ଅତି ବିଷମ ପରିବେଶ ଆର୍ ପରିସ୍ଥିତିରେ ଘଣ୍ଟା ଘଣ୍ଟା କାମ କରବାର୍କେ ପଡ଼ୁଥିଲା ସେମାନଙ୍କୁ। ହଟେ ସିଂଙ୍କର ମେତାର ବିପ୍ଳବୀଙ୍କୁ ଆର୍ କଡ଼ା ଦଣ୍ଡ ଦେବାର୍ ଲାଗି ଡକ୍ଟର ୱାକର ଚେନଗେଙ୍ଗ ଦଣ୍ଡ ନୂଆ କରି ମୂଲ କଲା। ଏକେ ସାରି ଦଳେ କଏଦୀକର ଗୋଡ଼ ଆର୍ ହାତକେ ବାନ୍ଧି ଦେଇକରି ରେସା ଠିଆ କରାଇ ଦିଆହେଉଥିଲା। ଇ ଦଣ୍ଡ ଦେବାର୍ ଲାଗି ବୋଲି ଭାଇପର ଆଇଲ୍ୟାଣ୍ଡରେ ଆହୁରି ଗୋଟେ ନୂଆ ଜେଲ ବନେଇଥିଲେ। ମନୁଷ ଲାୟକ ଖାନା ପିନାର ଅଭାବ ଆର୍ ଅସ୍ୱାସ୍ଥ୍ୟକର ପରିବେଶ ଲାଗି ଟିକେ ଟିକେକେ ସେମାନଙ୍କର ଦିହି ନସୁଥିଲା। ଆଉ ମରଣ ମୁହେଁ ପଡ଼ୁଥିଲେ ସେ ଦେଶପ୍ରେମୀ ସଂଗ୍ରାମୀମାନେ। ଦେଶର ପହିଲା ସ୍ୱାଧୀନତା ଆନ୍ଦୋଳନର ମହାସଂଗ୍ରାମୀମାନେ କଲା ପାଇନ ଖାଲି ଇଂରେଜମାନଙ୍କର ଅତ୍ୟାଚାର ସବୁ ନେଇଥାଇ ସେଠାନର ମନୁଷ୍ଖିଆ ଜଙ୍ଗଲୀ ଲୋକମାନଙ୍କର ହାବଡ଼େ ପଡ଼ିଲେ ତାଙ୍କର ଆହାର ବି ହେଉଥିଲେ। ଜୀବନ ଆକଲେ କ୍ୟାମ୍ପନୁ ଭାଗବାର ଚେଷ୍ଟା କରି ସମୁଦ୍ରକେ ଡେହିଁକି ଦେଲେ ତିମି ସାର୍କର ଶିକାର ବନୁଥିଲେ ସେମାନେ। ନାଇଁ ହେଲେ ପାନି ଉଗବୁକେଇ କରି ଜୀବନ ଦେଉଥିଲେ। ହଟେ ସିଂଙ୍କର ସାଙ୍ଗେ ଜଣେ କଏଦୀ ବନ୍ଧୁ ଫାଜଲ ହକ୍ ସାହିତ୍ୟିକ ଥିଲେ। ସେ କପଡ଼ା ଉପରେ ଅଙ୍ଗରାଥି ନିଜର ଆଉ ସଂଗ୍ରାମୀ ବନ୍ଧୁମାନଙ୍କର ହୃଦୟ ବିଦାରକ ଅନୁଭୂତି ଲେଖି ପକାଉଥିଲେ। ପଛେ ସେଟା ବହି ଆକାରରେ ବାହାରିଲା ଉତରୁ କଲା ପାନିର ସଜା ଆର୍ ଅତ୍ୟାଚାର ବାବଦେ ଦୁନିଆ ଜାଣିପାରିଲା। ସେଠି ଲେଖିଛନ୍, ଭଙ୍ଗା ଦଦରା ଝୁବୁଡ଼ିର ଚାଲୁ ଝୋ ଝୋ ଧରୁଥିବା ବର୍ଷା ପେନ୍ ମୋତେ ଭିଜଉଥିଲା। ସେଟା ପେନ୍ ନୁହେଁ, ମୋର ଆଖିର ଅଶାନ୍ତି ଲୁହୁଥିଲା। ଅସହ୍ୟ ଯନ୍ତ୍ରଣାନୁ ବର୍ତ୍ତିବାର ଲାଗି ମରଣ ହିଁ ମୁକ୍ତିର ବାଟ ଥିଲା। ଆମର ଦେଶର ସୁପୁତ୍ରମାନଙ୍କର ଲାଗି ସିନା ସେଟା ଜମପୂର୍ଣ୍ଣ ବି ଆର୍ ଭୟଙ୍କର ଥିଲା, ହେଲେ ଇଂରେଜ ସାହେବମାନଙ୍କର ଲାଗି ଇନ୍ଦ୍ର ଭୁବନ ବି ଜିତି କରିଥିଲା। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଲୁହୁ ଆର୍ ରକତର ଓଜନ ଧରତୀ ମାତା ସହି ନେଇ ପାରିଲେ କାହିଁ ଯେ 1941 ସାଲେ ଗୋଟେ ଭୟାନକ ଭୂମିକମ୍ପ ଥି ପ୍ରାଚ୍ୟର ପ୍ୟାରିସ୍ ରସ୍ ଆଇଲ୍ୟାଣ୍ଡ ଫାଟି ଯାଇଥିଲା। ଭାରତ ମାତାର ମୁକ୍ତି ଲାଗି ତାର ଆଖିର ଲୁହୁ ପୁଛି ଦେବାର ଲାଗି ହଟେ ସିଂ ମାନେ କଲା ପାନିର କଲା ଅନ୍ଧାର ଭିତରେ ଯେନ୍ ପ୍ରକାର ଦୁଃଖ କଷ୍ଟ ଆର୍ ଅତ୍ୟାଚାର ସହିଛନ୍ ଭାବିଦେଲେ ଦିହିଁ ଶୀତେଇ ଉଠ୍ସି। ଦୁଃଖର କଥା, ସ୍ୱାଧୀନତାର 75 ବରଷ ପରେ ବି ଆମେ ସେମାନଙ୍କୁ ଗୋଟା ମୁଟା ପାଶରି ପକେଇଛୁଁ।